ଜୟନ୍ତୀ ବାଣା ସୁରମୌଳି ଲାଳିତା ଦଶାସ୍ୟ ଚୂଡ଼ା ମଣିଚକ୍ର ଚୁମ୍ବିନ ସୁରାସୁରାଧୀଶ ଶିଖାନ୍ତ ସାଇନ ଭବ ছিদ ତ୍ରୟମ୍ବକ ପାଦ ପାଂଶବ। ବାଣଭଟ୍ଟଙ୍କର କାଦମ୍ବରୀରୁ ଶ୍ଲୋକଟିଏ ପାଠ କରିଛି। ଏ ଶ୍ଲୋକରେ ଆସୁଥିବା ପ୍ରଭୁ ଶିବ ଠାକୁରଙ୍କର ପାଦଧୂଳି ଆଜିର ଏ ସାନ୍ଧ୍ୟ ସମୟର ବର୍ଣ୍ଣାଢ୍ୟ ପରିବେଶର ସଭାର ସଭାପତି ତଥା ମଞ୍ଚାସୀନ ସମସ୍ତ ଅତିଥି, ନୀଳାଚଳ ନିଖିଳ ଉତ୍କଳ ପାଲା ପରିଷଦର ସଭ୍ୟ ସଭ୍ୟାବୃନ୍ଦ, ଶ୍ରୋତା ବକ୍ତା ଉଦ୍ୟୋକ୍ତା, ଲିଖିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହିତ ସମଗ୍ର ବିଶ୍ୱର ମଙ୍ଗଳ ବିଧାନ କରନ୍ତୁ। ସର୍ବାଦ ଆନନ୍ଦେ ଏକବାର ହରେ ବୋଲ। ଆପଣ ଭାବୁଥିବେ ଯେ ମୁଁ ଗୋଟେ ଶ୍ଲୋକ ପାଠ କଲି, ସେଥିରେ ଆସୁଛି ପ୍ରଥମେ କି ଧୂଳି। କହିବାର ତାତ୍ପର୍ଯ୍ୟ ହେଇକି ଯେ ଯେତେବେଳେ ଆସୁଥିଲି ବାଟରେ ଗୋଟେ ଶବ୍ଦ ଶୁଣିଲି ଯେ ବାବା ବଳିଆଙ୍କ ଆଶ୍ରମରେ ପାଲା ଗାୟକ ମାନେ ଧୂଳି ଉଡ଼େଇ ଦେଉଛନ୍ତି। ତେଣୁ ସେଇ ଧୂଳି ଶବ୍ଦଟାକୁ ନେଇକି ଗୋଟାଏ ଶ୍ଲୋକ ଚିନ୍ତା କରିକି କାଦମ୍ବରୀର ପ୍ରଥମରେ ଯେଉଁ 20ଟି ଶ୍ଲୋକ ଲେଖିଛନ୍ତି ବାଣଭଟ୍ଟ, ତାର 2 ନମ୍ବର ଶ୍ଲୋକଟାକୁ ଆବୃତ୍ତି କରିଛି। କ'ଣ ସେଟା ନା ଜୟନ୍ତୀ ବାଣା ସୁର ମୌଳି ଲାଳିତା। କିଏ ଆପଣମାନଙ୍କୁ ମଙ୍ଗଳ କରିବେ ନା ଭବ ଛିଦଂ ପାଦଂ ପାଂଶବ। ଭବ ଏ ଯେଉଁ ସଂସାରର ତ୍ରିତାପକୁ ନାଶନ କରିବାର ଯେଉଁ ଶକ୍ତି ଯାହାଙ୍କର ଚିତ୍ରୟମ୍ବକ ସ୍ୱୟଂ ଶିବ ଠାକୁର, ତାଙ୍କର ପାଦ ଧୂଳି ଆଜି ଆପଣମାନଙ୍କର ସର୍ବାଦ ମଙ୍ଗଳ ବିଧାନ କରନ୍ତୁ। ସେ ପାଦ ଧୂଳି କିମ୍ଭୂତ ଜୟନ୍ତୀ ବାଣାସୁର। ବାଣାସୁର ଅସୁରମାନଙ୍କ ଭିତରେ ସହସ୍ର ବାହୁ ଯୁକ୍ତ, ସହସ୍ର ଅନେକ ବଳ ଯୁକ୍ତ, କଳନା ନାହିଁ ଯାହାର ବଳ। ସେ ଯେଉଁ ବାଣାସୁର, ସେ ବାଣାସୁର ଅସୁର ଯେତେବେଳେ ପ୍ରଣାମ କରନ୍ତି, ସେ ଜଣେ ଶିବ ଭକ୍ତ। ତାଙ୍କର ଶିର ସହସ୍ରାର୍ଜୁନ, ସିଏ ସହସ୍ରାର୍ଜୁନର ଶିର ଯେତେବେଳେ ଅବନତ ହୋଇଯାଏ, ଶିବଙ୍କର ପାଦର ଧୂଳି ତାଙ୍କ ମସ୍ତକର, ଯାହାର ମସ୍ତକରେ ମଣ୍ଡନ କରେ। ଦ୍ୱିତୀୟ କଥା ହେଉଛି କ'ଣ, ବୀରଶ୍ରେଷ୍ଠ ବ୍ରହ୍ମାଙ୍କର ଚତୁର୍ଥ ପୁରୁଷ ନାତି ଦଶାସ୍ୟ ଚୂଡ଼ାମଣି ରାବଣ, ଦଶଗ୍ରୀବ ରାବଣ, ବିଂଶବାହୁ ରାବଣ ଯେତେବେଳେ ତାର ମୁକୁଟକୁ ଅବନତ କରିକି ଶିବଙ୍କୁ ପ୍ରଣାମ କରେ, ସେ ମୁକୁଟ ଯେଉଁ ଧୂଳିରେ ବିମଣ୍ଡିତ ହୁଏ। ଏବଂ କ'ଣ ଆଉ ପୁଣି କ'ଣ ନା ସୁରାସୁରାଧୀଶ, ସୁର ଅସୁର ସୁରାସୁର, ଅଧୀଶ ସୁରାସୁରାଧୀଶ। ତେଣୁ ସୁରମାନଙ୍କର ଅଧୀଶ ରାଜା ଦେବରାଜ ଇନ୍ଦ୍ର ଯାହାଙ୍କୁ ପ୍ରଣାମ କରନ୍ତି ଏବଂ ପ୍ରଣାମ କରିବା ସମୟରେ ଇନ୍ଦ୍ରଙ୍କର, ଦେବରାଜ ଇନ୍ଦ୍ରଙ୍କର ମୁକୁଟର ଶୋଭାକୁ ବିବର୍ଦ୍ଧନ କରି ବିମଣ୍ଡିତ କରନ୍ତି ଯେଉଁ ପାଦର ଧୂଳି। ତତ୍ସହିତ ଏ ବକ୍ଷରେ, ଏ ସୃଷ୍ଟି ବକ୍ଷରେ ଅନେକ ସୁର ଅସୁର ରାଜାମାନେ ଯାଇଛନ୍ତି, ଯେଉଁମାନେ କି ଯଜ୍ଞ ବଳରେ ଇନ୍ଦ୍ରପଦ ଲାଭ କରିଛନ୍ତି। ଏବଂ ସେହି ଅସୁର ରାଜାମାନେ ଯେଉଁ ଶିବ ଠାକୁରଙ୍କର ପଦର ଧୂଳି ତାଙ୍କର ନିଜର ମସ୍ତକରେ ଥିବା ଯେଉଁ ଚୂଳ ଶିଖାନ୍ତ ସାଇନ, ସେମାନେ ଦୀର୍ଘ ଚୂଳ ବିଶିଷ୍ଟ ଏବଂ ଯେତେବେଳେ ମଥାକୁ ଅବନତ କରିଦିଅନ୍ତି, ସେ ଚୂଳ ଯେତେବେଳେ ଶିବଙ୍କର ପାଦ ସ୍ପର୍ଶ କରେ, ସେ ପାଦ ସ୍ପର୍ଶରେ ଧୂଳି ଯେତେବେଳେ ଲାଗିଯାଏ, ଶିଖାନ୍ତ ସାଇନ ଅନ୍ତକାଳରେ ଯେଉଁ ଧୂଳି ଲାଗିଗଲେ ସେ ଅସୁରମାନେ ତ୍ରିପୁର ବିଜୟ ହେଇଯାଆନ୍ତି। ଆପଣମାନେ ଏ କଥା ଜାଣିଛନ୍ତି। ସେ ଯେଉଁ ବଳରେ ଅସୁରମାନେ ତ୍ରିପୁର ବିଜୟ କରନ୍ତି, ଯେଉଁ ବଳରେ ଦେବରାଜ ଇନ୍ଦ୍ର ପାକ ଶାସନ ଶାସନ କରନ୍ତି ଏବଂ ଯାହାର ବଳରେ ଆଜି ଦଶଗ୍ରୀବ ରାବଣ ଏତେ ବଡ଼ କ୍ଷମତାର ଅଧିକାରୀ ହୋଇପାରିଥିଲା ଏବଂ ଯାହାର ପାଦ ଧୂଳି ବଳରେ ଆଜି ବାଣାସୁର ଅକ୍ଷୟ କୀର୍ତ୍ତିକି ସ୍ଥାପନ କରିଯାଇଛି, ସେହି ପ୍ରଭୁ ଶିବ ଠାକୁରଙ୍କର ପଦଧୂଳି ଆପଣମାନଙ୍କର ମଙ୍ଗଳ ବିସ୍ତାର କରନ୍ତୁ। ଆଉ ଥରେ ପୁନର୍ବାର ଆନନ୍ଦେ ଏକବାର ହରେ ବୋଲ। ପାଲା, এটা হচ্ছে গোটে পালা সম্মিলনী।
ପାଲାଟା କ'ଣ? ପ୍ରଥମ କଥା ହେଉଛି ପାଲ୍ୟତେ ସର୍ବା ସଂସ୍କୃତୟ ଗୀତ ବାଦିତ୍ରାଦୟ ସର୍ବଧର୍ମ ସମନ୍ୱୟନ ଅନେନ ଇତି ପାଲା ପାଣିନି। ଯେଉଁ କାର୍ଯ୍ୟକ୍ରମ ଦ୍ୱାରା ଯେଉଁ ଶାସ୍ତ୍ର ଦ୍ୱାରା ସର୍ବ ସଂସ୍କୃତ ଗୀତ ଯେତେ ଭାଷାଭାଷୀ ର ଯେତେ ପ୍ରକାର କାବ୍ୟ ନାଟକ ପ୍ରହେଳିକା ସମସ୍ତ ପ୍ରକାର ଏବଂ ସର୍ବଧର୍ମ ଭିତରେ ଯିଏ ସମନ୍ୱୟ ସ୍ଥାପନ କରେ ଏବଂ ପରିଶେଷରେ ସୃଷ୍ଟିକର୍ତ୍ତା ନାରାୟଣଙ୍କର ପଦତଳରେ ମଥାନଥ ପ୍ରଣାମ କରିବାକୁ ନିର୍ଦ୍ଦେଶ ଦେଇଥାଏ ଏବଂ ଯାହାର ପ୍ରେରଣାରେ ଜଣେ ଯେତେ ବଡ଼ ଅପରାଧୀ ହେଇଥାଉ ମଧ୍ୟ ତାର ମଥାନଥ ପ୍ରଣାମ ଦ୍ୱାରା ତାର ଅପରାଧ ବା ଦୋଷକୁ ଭଗବାନ କ୍ଷମା କରିଦେଇପାରନ୍ତି। ଏ କାର୍ଯ୍ୟଟା ଯେଉଁ ସଂସ୍ଥା କରିଦେଇପାରେ ସେ ସଂସ୍ଥା ହେଉଛି ତା ନାଁ ହେଉଛି ପାଲା। ପାଲ୍ୟତେ ଇତି ପାଲା। ପା କହିଲେ ଶିର, ଶିର ଯାହା ଅବନତ କରିଦିଏ। ଶିର କାହା ପାଖରେ ଅବନତ କରିଦେବ ନା ଏ ଶରୀର ଅତି ଦୁର୍ଲଭ କଳେବର ନରକ ନିସ୍ତାରଣ ଦ୍ୱାର। ତେଣୁ ଏ ଶରୀର ହେଉଛି ଗୋଟେ ଦୁର୍ଲଭ ଶରୀର। 84 ଲକ୍ଷ ଯୋନି ଜନ୍ମ ପରିଭ୍ରମଣ କରିସାରିବା ପରେ ଜୀବ ଯେତେବେଳେ ମନୁଷ୍ୟ ଯୋନି ଜନ୍ମ ପାଏ ସେତେବେଳେ ଏ ଶରୀରର ମୁଖ୍ୟ ଅଂଶଟା ହେଉଛି ମୁଣ୍ଡ। ପା କହିଲେ ଶିର। ଊର୍ଦ୍ଧ୍ୱମୂଳ ମଧ ଶାଖ ମୋ ସ୍ୱସ୍ତଂ ପ୍ରାହୁରବେଂ ଛନ୍ଦାସି ଯସ୍ୟ ପର୍ଣ୍ଣାନି ଜହ ବେଦ ସବେଦବିତ୍। ମଣିଷ ହେଉଛି ଗୋଟେ ଓଲଟା ବୃକ୍ଷ। ଗୀତାର 15 ଅଧ୍ୟାୟ ପ୍ରଥମ ଶ୍ଲୋକ। ତେଣୁ ଏ ଯେଉଁ ଓଜନିଆ ମସ୍ତିଷ୍କ, ଏ ମସ୍ତିଷ୍କକୁ ଯିଏ ତଳେ ଲଗେଇଦେବ, କାହା ପାଖରେ ତଳେ ଲଗେଇଦେବ ନା ଏ ଶରୀର ହେଉଛି ପଞ୍ଚଭୂତରେ ଗଠିତ। ଏ ବ୍ରହ୍ମାଣ୍ଡ ହେଉଛି 5, ଏ ଶରୀର ହେଉଛି ପଞ୍ଚଭୂତ। ପିଣ୍ଡ ବ୍ରହ୍ମାଣ୍ଡ ଏକମନ୍ତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ତେଣୁ 5ର ପ୍ରତୀକ। ଏ ଶରୀର ବଞ୍ଚିବା ପାଇଁ 5ଟା ଜିନିଷ ଦରକାର। ସତ୍ୟ ଜ୍ଞାନ ସଂଯମାନଂ ଶାନ୍ତିରେ ଦେପ୍ତି ଦ୍ୱୟୋର୍ଯଥା ଗଣେ ନାରାୟଣେ ରୁଦ୍ରେ ଅମ୍ବିକାୟାଂ ରବୌ ତଥା ଭିନ୍ନ ଭିନ୍ନ ନ କର୍ତ୍ତବ୍ୟମ୍ ପଞ୍ଚଦେବ ନମସ୍ତୁତେ। ତେଣୁ ଏ ଶରୀର ଯେମିତି 5, ଦେବତା ସେମିତି 5। ତେଣୁ ଯେଉଁ ପ୍ରତିମୂର୍ତ୍ତି ଆଜି ରଖିଛନ୍ତି, ସାର୍ ତିଆରି କରିଛନ୍ତି, ଏ ଦେବତାଙ୍କ ଦେହରେ ଆପଣ ଦେଖୁଛନ୍ତି 5। ଯୁଆଡ଼େ ଯିବେ ଆପଣ 5। ସତ୍ୟ ବିନା ଏ ଶରୀର ରହିପାରିବନି। ଜ୍ଞାନ ଯଦି ନାହିଁ ଶରୀର ରହିପାରିବନି। ସଂଯମ ଯଦି ନାହିଁ, ସଂଯମର ପ୍ରତୀକ ହେଉଛନ୍ତି ପ୍ରଭୁ ଶିବ ଠାକୁର। ସତ୍ୟ ହେଉଛନ୍ତି ସତ୍ୟ ନାରାୟଣ, ଆସିବା ସତ୍ୟ ନାରାୟଣ। ଜ୍ଞାନ ହେଉଛନ୍ତି ଗଣେଶ, ଶକ୍ତି ହେଉଛନ୍ତି ଦୁର୍ଗା, ଦୀପ୍ତି ହେଉଛନ୍ତି ଭାସ୍କର। ଏ ଶରୀର ପାଇଁ 5 ଉପାଦାନ, ସଂସାର ପାଇଁ 5 ଉପାଦାନ। ତେଣୁ 5 ମୂର୍ତ୍ତି। ଏ ଶରୀର କାହା ପାଖରେ ଅବନତ ହେଉଛି? ଏ ଶରୀର ସର୍ବାନ୍ତର୍ଯାମୀ ନାରାୟଣ ଯେ ଆମର ପଞ୍ଚଦେବତା ଉପାସନା ବିଧି ରହିଛି, ସେ ପଞ୍ଚଦେବତାଙ୍କ ପାଖରେ ମୁଣ୍ଡକୁ ଅବନତ କରିଦେଉଛି। ଯେଉଁ ସଂସ୍ଥା କରିଦେଉଛି ଏ ଦ୍ୱାରା ହେଉଛି କ'ଣ ନା ପ୍ରଣାମ କରିବା ଦ୍ୱାରା ଆପଣଙ୍କର ସର୍ବସିଦ୍ଧି ହୁଏ। ଅହଙ୍କାର, ଗର୍ବ, ମିଛ କୁଚ୍ଚାରଟନା ଦ୍ୱାରା ଯାହା ସାଧନ ହୁଏ, ପଦେ ସତ କଥା କହିଦେଲେ ଅସୀମ ଶକ୍ତିଶାଳୀ ହେଇଯାଏ ମଣିଷ। ତେଣୁ ଏ 5ର ପ୍ରତୀକ ଯେଉଁ ଦେବତା, ତାଙ୍କର ତଳେ ମଥାନତ ପ୍ରଣାମ କରିବାକୁ ଶିକ୍ଷା ଦିଏ ପାଲା। ତେଣୁ ସୁସ୍ଥ ମଣିଷ, ସୁସ୍ଥ ସମାଜ ଗଠନରେ ପାଲାର ଭୂମିକା ଅବର୍ଣ୍ଣନୀୟ ନିଶ୍ଚିତ। ଯେତେବେଳେ ପାଲାର ଭୂମିକା ଏତେ ବଡ଼, ଜଣେ ପାଲା ଗାୟକ, ଜଣେ ଗଣଶିକ୍ଷକ ହିସାବରେ ତାର ଭୂମିକା କେତେ ଅଧିକ ଆପଣମାନେ ଚିନ୍ତା କରନ୍ତୁ। ଆପଣ ନିଜ ଆସନ କେତେ ଉଚ୍ଚରେ। ଜଣେ କଳାକାର, ତାକୁ କେହି ଦେଇପାରିବେନି କିଛି। ଜଣେ କଳାକାରର କୌଣସି ଜିନିଷ, କୌଣସି ପ୍ରାପ୍ୟକୁ ଜଗତ କେବେ ଦେଇପାରିବ ନାହିଁ। ଜଣେ ପାଲାକାର ହେବା ପାଇଁ ହେଲେ, ପାଲା କ'ଣ ହେଉଛି ନା ପଲ୍ଲବ ଶବ୍ଦରୁ ପାଲାର ଉତ୍ପତ୍ତି। ପଲ୍ଲବ ହେଉଛି ବ୍ୟାପକ। ଆମେ ଗୋଟାଏ ବିଷୟରେ ପାଠ ପଢ଼ିଛୁ, ଶରୀର ଜ୍ଞାନ ଅଛି, ଶରୀର ତତ୍ତ୍ୱ ପଢ଼ିଛୁ ଏବଂ ଶରୀରକୁ ନିଦର୍ଶନ କରୁଛୁ, ନିରୋଗ ପ୍ରାପ୍ତ କରିପାରୁଛୁ, ଗୋଟାଏ ପାଠ। କିନ୍ତୁ ଜଣେ ପାଲାକାର ହେବା ପାଇଁ ଅନେକ ପଲ୍ଲବ କହିଲେ ସମିଶ୍ରିତ, ମିଳିତ। ତେଣୁ ସେଟା କ'ଣ ହେବ ନା ଚତୁର୍ଦ୍ଦଶ ବିଦ୍ୟାରେ ପାରଙ୍ଗମ ହେଲେ ଜଣେ ଗାୟକ ହେଇପାରିବ। ସେ ଓଡ଼ିଆ ହେଉ, ସଂସ୍କୃତ ହେଉ, ବେଦ, ବେଦାଙ୍ଗ, ଉପନିଷଦ, ଯେଉଁ ଚତୁର୍ଦ୍ଦଶ ବିଦ୍ୟା ଅଛି, ଅଙ୍ଗାନି ବେଦଶ୍ଚତ୍ୱାର, ମୀମାଂସା, ନ୍ୟାୟ, ବିସ୍ତର, ଇତିହାସ, ପୁରାଣଞ୍ଚ ବିଦ୍ୟା ହେସା ଚତୁର୍ଦ୍ଦଶ ବିଦ୍ୟାରେ ପାରଙ୍ଗମ ନହେଲେ ଜଣେ କେବେ ପାଲାକାର ହେଇପାରିବ ନାହିଁ। ତେଣୁ ପ୍ରଥମ କଥା ହେଉଛି, ଆପଣ ଯେଉଁ କହୁଛନ୍ତି, ଭାବୁଛନ୍ତି ଯେ କେହି ଆପଣଙ୍କ ପ୍ରାପ୍ୟଟାକୁ
କେହି କେବେ ପ୍ରଦାନ କରିପାରିବ ନାହିଁ। କାରଣ ଆପଣଙ୍କ ମାନେ ହେଉଛନ୍ତି ସଂସାରର ହିତୈଷୀ। ଗୋଟେ ସୁସ୍ଥ ସଂସାର ଗଠନ କରିବା ପାଇଁ ଆପଣଙ୍କୁ ଜନ୍ମ ଦେଇଛନ୍ତି ଭଗବାନ ଏବଂ ଆପଣଙ୍କୁ ଶକ୍ତି ଦେଇଛନ୍ତି ଭଗବାନ ଯେ ଆପଣ ସୁସ୍ଥ ସମାଜ ଗଠନ କରିବେ। ଯେତେ କଷ୍ଟ ସହୁ ଜଣେ କଳାକାର ସେ ନିଶ୍ଚିତ ସଦା ସର୍ବଦା ସଂସାର ପ୍ରତି ତାର ଯେଉଁ ଅବଦାନ ଅତୁଳନୀୟ ଅବଦାନ, ଏ ଅବଦାନ କେବେ କାହାର ପଇସାରେ କେହି ଭରଣା କରିପାରିବେ ନାହିଁ ଆଜ୍ଞା। କାହିଁକି? ଆପଣମାନଙ୍କ ପାଖରେ କ'ଣ ଶକ୍ତି ଦେଇଛନ୍ତି ଭଗବାନ? ନା କୂଳ ପବିତ୍ରଂ ଜନନୀ କୃତାର୍ଥା ବସୁନ୍ଧରା ସା ଚ ସତି ଧନ୍ୟା ନୃତ୍ୟନ୍ତି ସ୍ୱର୍ଗେ ପିତର ପିତେଶାଂ ଯେସାଂ କୂଳେ କଳାକାର ନାମଧେୟଂ। କୂଳ ପବିତ୍ରଂ, ମୁଁ ଯେଉଁଠି ଯାଏ ଏଇ କଥାଟା ଆଗ କହେ। କାହିଁକି ନା ଆପଣମାନେ ଆପଣଙ୍କର ନିଜକୁ ଚିହ୍ନିଲେ ଆପଣ ଦୁନିଆକୁ ଚିହ୍ନିବେ, ନିଜକୁ ଗଢ଼ିଲେ ଅନ୍ୟକୁ ଗଢ଼ିପାରିବେ। ତେଣୁ ଆପଣ ନିଜର ଶକ୍ତିଟାକୁ ଆପଣ ଦେଖନ୍ତୁ। କୂଳ ପବିତ୍ରଂ, ଜଣେ ଡାକ୍ତର ମୁଁ ଜନ୍ମ ହେଇଛି, ମୁଁ କ'ଣ କରିପାରିବି? କିଛି କରିପାରିବି, ଘରଟେ କରିପାରିବି କି ଇଏଟେ କରିପାରିବି, ମୋ ନିଜ ଲୋକ ପାଇଁ କିଛି କରିପାରିବି। କିନ୍ତୁ ଆପଣମାନଙ୍କୁ ଭଗବାନ ଏଇ ଶକ୍ତି ଦେଇକି ପ୍ରଦାନ କରିଛନ୍ତି, ପଠେଇଛନ୍ତି ମର୍ତ୍ତ୍ୟକୁ ଯେ ଆପଣମାନେ ଆପଣଙ୍କର କୂଳ ବା ବଂଶକୁ ପ୍ରଥମେ ପବିତ୍ର କରିଦେବେ। ଯେଉଁ ବଂଶରେ ଆପଣ ଜନ୍ମ ହୋଇଛନ୍ତି 25 ପୁରୁଷ ପର୍ଯ୍ୟନ୍ତ ଯଦି ପ୍ରହ୍ଲାଦ କରିଥିଲେ, ଆପଣ ସେଇଭଳିଆ ପ୍ରହ୍ଲାଦର ଅଂଶରୁ ଆପଣମାନେ ସବୁ ଜାତ। ତେଣୁ ଆପଣ ବଂଶକୁ ପ୍ରଥମେ ପବିତ୍ର। କୂଳ ପବିତ୍ର ଜନନୀ କୃତାର୍ଥା। ଆପଣ ମା ଖୁସି ହେଇଯିବ ଯେ ମୋ ପୁଅ ଆଜି ଜଣେ କଳାକାର ହେଇକି, ଜଣେ ପାଲାକାର ହେଇକି ମଞ୍ଚରେ ଆଜି ସତ୍ୟନାରାୟଣ ପାଲାକୁ ପରିବେଷଣ କରୁଛି, କି ମୋ ଝିଅ ଆଜି ଯାଇକି ପାଲା ପରିବେଷଣ କରୁଛି। ଆପଣମାନେ ଯେତେବେଳେ ପରିବେଷଣ କରୁଛନ୍ତି ସେତେବେଳେ ଆପଣଙ୍କ ମା ପ୍ରଥମେ ଖୁସି ହେଇଯିବ। ବସୁନ୍ଧରା ସା ଚ ସତି ଧନ୍ୟା, ମାଟି ପବିତ୍ର ହୋଇଗଲା ଆଜ୍ଞା। ଏ ଜାଗାରେ ଯେଉଁମାନେ ଜନ୍ମ ହେଇଛନ୍ତି ସେ ଗାଁଠୁ ଆରମ୍ଭ କରି ସେ ରାଜ୍ୟ ପର୍ଯ୍ୟନ୍ତ ଆଜ୍ଞା ସମସ୍ତେ ଧନ୍ୟ ହୋଇଗଲେ। ଏ ମାଟି କହୁଛି ଧନ୍ୟ ଧନ୍ୟ, ମୁଁ ଏଭଳି ଗୋଟେ କଳାକାର ପୁତ୍ରକୁ ଜନ୍ମ ଦେଇକି। ନୃତ୍ୟନ୍ତି ସ୍ୱର୍ଗେ ପିତର ବିଦେଶାଂ, 10 ପୁରୁଷ ପର୍ଯ୍ୟନ୍ତ ଅତୃପ୍ତ ହଉ ପାପୀ ହଉ ଏବଂ ସୁନାମଧାରୀ ହଉ କୁନାମଧାରୀ ହଉ, ପିତା ମାତା ପିତା ପିତାମହ ପ୍ରପିତାମହ ସ୍ୱର୍ଗରେ ଯେଉଁମାନେ ଅଛନ୍ତି 10 ପୁରୁଷ ପର୍ଯ୍ୟନ୍ତ ପିତା ପ୍ରପିତା ମହାଦି ସମସ୍ତେ ଦେବତାମାନଙ୍କ ସହିତ ଆପଣଙ୍କର କଳାକୁ ସ୍ୱର୍ଗରେ ଥାଇକି ପୁଷ୍ପବୃଷ୍ଟି କରୁଛନ୍ତି। ଯେତେବେଳେ ଆପଣ ଚାମର ଧରିକି ସତ୍ୟନାରାୟଣଙ୍କ ଧଣ୍ଡା ଧରିକି ଏଇ ମଞ୍ଚରେ ପାଲା ପରିବେଷଣ କରୁଛନ୍ତି। ଏତେ ବଡ଼ ଅଧିକାର ଆଜ୍ଞା କିଏ ପାଇଛି ଦୁନିଆରେ? ଏଭଳି କ୍ଷମତା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ପଇସା ଦେଇକି ଆଜ୍ଞା କିଏ ପୋଷଣ କରିପାରିବ? ଜଣଙ୍କର ନାଁ କୁହନ୍ତୁ। କେହି ଦେଇପାରିବେନି ଆଜ୍ଞା। ଆପଣମାନଙ୍କର ଅଧ୍ୟୟନ, ଆପଣମାନଙ୍କର ଦାନ, ଆପଣମାନଙ୍କର ଯେଉଁ ସମର୍ପିତ ମନୋଭାବ, ତାର ପ୍ରତିଦାନ କିଛି ନାହିଁ। ତାର ତୁଳନାତ୍ମକ ଭାବରେ ଉପମା କେହି ଲେଖି ନାହାନ୍ତି। ଏଇଟା ହେଉଛି ଆପଣମାନଙ୍କର ଶକ୍ତି। ତତ୍ପରେ ପରେ ହେଉଛି ପାଲା। ପାଲାଟା କ'ଣ? ପାଲାର ଯଦି ଆଧ୍ୟାତ୍ମିକ ଅର୍ଥକୁ ଯିବା, ତାର ଅର୍ଥ ହେଉଛି ସଂସ୍କୃତ ହେବା ବା ସଂସ୍କୃତି କରିବା। ନିଜେ ସଂସ୍କୃତ ହେବା, ପରିବେଶକୁ ସଂସ୍କୃତି କରିବା, ଅନ୍ୟମାନଙ୍କ ଗଠନରେ ସହାୟକ ହେବା। ସୁସ୍ଥ ସମାଜ ଗଠନ ହେଉଛି ଏହାର ପ୍ରଥମ ଲକ୍ଷ୍ୟ ରହିଛି। ଏହାଦ୍ୱାରା ଆପଣମାନେ ହେଉଛନ୍ତି ଜଣେ ଗଣଶିକ୍ଷକ। ଆପଣମାନେ ବନ୍ଦନୀୟ, ଆପଣମାନେ ପୂଜନୀୟ। କାହିଁକି ନା ଆମେ ବି ଜଣେ ଶିକ୍ଷକ। ମୁଁ ଗୋଟେ ମେଡ଼ିକାଲ କଲେଜରେ ଟିଚର ଅଛି, ସାର୍ମାନେ ଅଛନ୍ତି, ସମସ୍ତେ ଜଣେ ଜଣେ ଶିକ୍ଷକ। କିନ୍ତୁ ଆପଣମାନେ ହେଉଛନ୍ତି ଗଣଶିକ୍ଷକ। ଆପଣମାନଙ୍କ ଭିତରେ ଏବଂ ଆମ ଭିତରେ ବ୍ୟବଧାନ ବା ବ୍ୟତିକ୍ରମ ହେଉଛି ଏଇଆ ଯେ ଆମେ ଯେଉଁଠି ପଢ଼ଉଛୁ ଆମର ଛାତ୍ରଛାତ୍ରୀମାନେ ଆମଠୁ ହେଉଛନ୍ତି ବୟସରେ କମ୍, ଜ୍ଞାନରେ ହେଉଛନ୍ତି କମ୍। କିନ୍ତୁ ଜଣେ ପାଲାକାର ଯେତେବେଳେ ତା ଦଳବଳ ନେଇକି ମଞ୍ଚରେ ଠିଆ ହୋଇଥାଏ, ସେ ଜାଣିନଥାଏ ଯେ ମୁଁ କେଉଁ ଜାଗାରେ ଯାଇଛି ପାଲା ଗାଉଛି, ମୋ ଆଗରେ କିଏ ଠିଆ ହେଇଛି, ମୋଠୁ ସେ ଜ୍ଞାନୀ କି ଅଜ୍ଞାନୀ, ସେ କଥା ବି ତାର ଚିନ୍ତା ନଥାଏ। ନିଃସ୍ୱାର୍ଥପର ମନୋଭାବରେ ସତ୍ୟନାରାୟଣଙ୍କୁ ଶପଥ କରିକି ସେ କହିକି ଯାଉଛି ଯେ ପ୍ରଭୁ ମୁଁ ଘରୁ ବାହାରିଲି, ସାଙ୍ଗରେ ମୋର ତମେ ଅଛ ଏବଂ ମୋ ପାଲାଟା କେମିତି ସୁରୁଖୁରୁରେ ସମ୍ପାଦନ ହଉ। ଏଇ କଥାଟା ସେ ଯାଇଛି। ପାଲା ଶେଷରେ ପଇସା ନେଇଛି, ଆଗ ପଇସା ନେଇଛି। ତାପରେ ମାନେ ପୁନର୍ବାର ଧନ୍ୟବାଦ। ଏତେ ବଡ଼ ଗୁଣର ଅଧିକାରୀ ଆପଣମାନେ ସବୁ। ଏବଂ ଦ୍ୱିତୀୟ କଥା ହେଉଛି ଜଣେ ଗାୟକ କେତେ ପାଠ ପଢ଼ିବ, ସେ କ'ଣ ନ କରିଛି। ଆପଣଙ୍କଠୁ ଦୁନିଆ ବହୁତ ଜିନିଷ ଶିଖିବାକୁ ଅଛି, ବେଦ ବେଦାଙ୍ଗ ଉପନିଷଦ। କାରଣ ଆପଣ ଜାଣିନାହାନ୍ତି କେଉଁ ପେଣ୍ଡାଲ କ'ଣ ଚାହୁଁଛି। ଗୋଟେ ପିଲା ଆସିକି ପହଞ୍ଚି ଯାଉଛି, ଆପଣ ପେଣ୍ଡାଲକୁ ଯାଉଛନ୍ତି, ଆଜ୍ଞା ଆଜି ଦୁର୍ଯ୍ୟୋଧନର ରକ୍ତ ନଦୀ ସନ୍ତରଣଟା କରିବେ ଦି
ଆଉ ଜଣେ ବୟସ୍କ ଲୋକ ଆସିକି ପହଞ୍ଚି ଯାଉଛି, ସେ କହୁଛି ଆଜ୍ଞା ଟିକେ ବିଲ ମଙ୍ଗଳଟା କରିଦେବେନି ଆଜି। ଆଉ ଜଣେ ଆସିକି କହୁଛି ଆଜ୍ଞା ହରିଶ୍ଚନ୍ଦ୍ରଟା କରିବେନି। ଆଉ ପାଖକୁ ଗଲାବେଳକୁ ଆଉ ଜଣେ ଆସିକି କହୁଛି ଆଜ୍ଞା ଟିକେ ମାଘଟା ଆଜି ଟିକେ କରିଦେଲେ ହୁଅନ୍ତା, ଆର ବର୍ଷ ହେଇଥିଲା। ତେଣୁ ଏ ସବୁକୁ ନେଇକି ଏକ ହେଉଛି ଜଣେ ଗାୟକ, ତାର ଚତୁଃପାର୍ଶ୍ୱରେ ଅନେକ ଶ୍ରୋତା, ଲକ୍ଷେ ଶ୍ରୋତାଙ୍କର ଲକ୍ଷ ଲକ୍ଷ, କିନ୍ତୁ ଗାୟକ ହେଉଛି ଜଣେ, ତା ସାଙ୍ଗରେ ଆଉ ସମୁଦାୟ 5 ଜଣ ଅଛନ୍ତି। ଗୋଟାଏ ଚିର ଅଧ୍ୟୟନ ଦରକାର। ଖାଲି ଯେ ଗୋଟେ ପାଲା ଗାୟକ ହେଇଯିବି ଏ କଥା ବି ନୁହେଁ। ସୋସାଇଟି ଆପଣଙ୍କଠୁ ବହୁତ ଜିନିଷ ଚାହୁଁଛି, କାରଣ ଆପଣ ଯାହା କହିଦେବେ ସେଇଟା ହେଇଯିବ ବେଦର ଗାର ହେଇଯିବ। କାରଣ ଆପଣଙ୍କୁ ଗଣଶିକ୍ଷକ ହିସାବରେ ମା ସବୁଦିନ କହୁଛି ଛୁଆକୁ ଯେ ଆରେ ବାପା ତୁ ପାଠ ପଢ଼, ସେ ପଢ଼ିବନି। କିନ୍ତୁ ଆପଣ ଯେତେବେଳେ ପେଣ୍ଡାଲେ ଯାଇକି କହିଦେଉଛନ୍ତି ଯେ ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ, ସେ ପିଲା ନିଶ୍ଚିତ ପଢ଼ିବ। ଯେତେବେଳେ ଆପଣ ଯାଇ କହିଦେଉଛନ୍ତି, ଆମେ ଯେତେ କହିଲେ ଆରେ କ୍ଷମା ଗୁଣ ହେଉଛି ସବୁଠୁ ବଡ଼ ଗୁଣ, ସହିଷ୍ଣୁତା ବଡ଼ ଗୁଣ, କେହି ଗ୍ରହଣ କରୁନାହାନ୍ତି। କିନ୍ତୁ ଆପଣମାନେ ଯେତେବେଳେ ଯାଇକି ଗାଇ ଦେଉଛନ୍ତି ଶର୍ମିଷ୍ଠାରୁ, କ୍ଷମା ଦେଲେ ଝିଅ କ୍ଷମା ତ ମିଳଇ କ୍ଷମାର ନ ଥାଏ ଅନ୍ତ, କ୍ଷମାର ଗ୍ରହିତା କ୍ଷମାଦାତା ଦୁହେଁ ତ୍ରିଭୁବନେ ଭାଗ୍ୟବନ୍ତ। ଏ କଥାଟା ତା ମନରେ ଇମ୍ପ୍ରିଣ୍ଟ ହେଇକି ରହିଗଲା ଯେ କ୍ଷମା ହେଉଛି ଗୋଟେ ଗୁଣ। ତେଣୁ ଆପଣମାନେ ହେଉଛି ସେଥିପାଇଁ ବି ବନ୍ଦନୀୟ। ଆପଣଙ୍କ କଥାକୁ ଲୋକ ଶୁଣିବେ, ଆପଣଙ୍କ କଥାକୁ ଗ୍ରହଣ କରିବେ, ଏବଂ ଆପଣମାନେ ଯେତେବେଳେ ପାଲା କରୁଛନ୍ତି, ଆପଣମାନଙ୍କଠୁ ବହୁ ଉଚ୍ଚ ଶିକ୍ଷିତ ଲୋକ ଆପଣଙ୍କ ପାଲାକୁ ଦେଖି ଆସୁଛନ୍ତି। ଉଦୟନାଥ ରଥ ଶର୍ମା ଜଣେ ସାଧାରଣ ଶିକ୍ଷକ ଥିଲେ, କିନ୍ତୁ ତାଙ୍କ ପାଲାକୁ MA ସାଂସ୍କୃତି ବାଲା ଆସିକି ପଢ଼ୁଛନ୍ତି। ଆପଣମାନଙ୍କ ଭିତରେ ଯେତେବେଳେ ପାଲା କରୁଛନ୍ତି, ଅନେକ ସାଂସ୍କୃତିକ ପ୍ରଫେସର ଆସିକି ଦେଖୁଛନ୍ତି, ଅନେକ ଓଡ଼ିଆ ପ୍ରଫେସର ମାନେ ଆସିକି ଦେଖୁଛନ୍ତି, ଅତି ସୁନ୍ଦର ଭାବରେ ଆପଣଙ୍କର ପାଲାକୁ ଉପଭୋଗ କରୁଛନ୍ତି, ଆନନ୍ଦ ଉପଲବ୍ଧି କରୁଛନ୍ତି। ତାଠୁ ଭଳି ଆଉ ବଡ଼ ଜିନିଷ ଆଜ୍ଞା ଦୁନିଆରେ କ'ଣ ଅଛି? 5000 ଲୋକ ଆପଣଙ୍କ ପାଖରେ ସାଇଲେଣ୍ଟଲି ପିନ୍ ଡ୍ରପ୍ ସାଇଲେଣ୍ଟ ହେଇକି ବସୁଛନ୍ତି ଏବଂ ମଥା କରତାଳି ଦେଉଛନ୍ତି। ତାଠୁ ଭଳି ଆଉ ଏଡ଼େ ବଡ଼ ସୌଭାଗ୍ୟ କେଉଁ ନେତା ପାଇଛନ୍ତି ନା କେଉଁ ରାଜନେତା ପାଇଛନ୍ତି ନା କିଏ ପାଇଛି ଆଜ୍ଞା? ତେଣୁ ଭଗବାନ ପରା ଆପଣଙ୍କୁ ସଦ୍ୟ ପୁଷ୍ପମାଳାର ଅଧିକାରୀ କରି ପଠାଇଛନ୍ତି। ପୁଷ୍ପ ହେଉଛି ସ୍ୱର୍ଗର ଜିନିଷ, ମର୍ତ୍ତ୍ୟରେ କେବଳ 4 ଜଣ ଅଧିକାର କରିପାରିବେ ସଦ୍ୟ ପୁଷ୍ପମାଳ, ଅନ୍ୟ ଯିଏ ପିନ୍ଧିବ ସେ ନର୍କଗାମୀ ହେଇଯିବ। ଏକରେ ହେଉଛନ୍ତି ରାଜପଦାଧିକାରୀ, ରାଜା ଥିଲେ, ବର୍ତ୍ତମାନର ମନ୍ତ୍ରୀ। ଦ୍ୱିତୀୟ କଥା ହେଉଛି ସାଧୁ ସନ୍ନ୍ୟାସୀ। ତୃତୀୟ ଲୋକ ହେଉଛନ୍ତି ଯେଉଁମାନେ ରାଜଗୁଣାଧିକାରୀ, ଏବଂ ଚତୁର୍ଥ ଲୋକ ହେଉଛନ୍ତି ସତ୍ୟନାରାୟଣ ପାଲା ଯେଉଁମାନେ କରୁଛନ୍ତି। ଆପଣ ଯେତେ ସାନ ବୟସରେ ହୁଅନ୍ତୁ, ଆମ ଗାଁର ସଭାପତି ଯେତେ ବଡ଼ ହେଇଥାନ୍ତୁ, ସିଏ ଆପଣଙ୍କୁ ଗୋଟେ ଫୁଲମାଳ ଦେଉଛି ଏବଂ ପାଦ ଧରିକି ମୁଣ୍ଡିଆ ମାରୁଛି। ଏତେ ବଡ଼ କ୍ଷମତା ଆଉ କିଏ ପାଇଛି ଦୁନିଆରେ ଆଜ୍ଞା? ନିର୍ଧନ। ବେଦ ହେଉଛି ଓଲଟା, ଏଠି ଯିଏ ଧନୀ ସିଏ ହେଉଛି ନିର୍ଧନୀ, ଏଠି ଯିଏ କହୁଛି ମୁଁ ହେଉଛି ସବୁଠୁ ବଡ଼ି ମୁକ୍ତିକାମୀ ସିଏ ହେଉଛି ସବୁଠୁ ପାପୀ। କାରଣ ମନ ଜାଣେ ପାପ, ମା ଜାଣେ ବାପ। ତେଣୁ କିଏ କ'ଣ କରିଛି ନ କରି ସେ ସବୁ ଜିନିଷ। ତେଣୁ ପାଲା କହିଲେ ସଂସ୍କୃତ ଗୀତ, ଯେତେ ସଂସ୍କୃତି ପାଇଁ ଯେତେ ଭାଷା ରହିଛି, ଖାଲି ଓଡ଼ିଆ ବୋଲି ନୁହେଁ, ଓଡ଼ିଆ ଭାଷା ସାହିତ୍ୟ ବଞ୍ଚିଛି, ସଂସ୍କୃତ ଭାଷା ସାହିତ୍ୟ ବଞ୍ଚିଛି, ବଙ୍ଗଳା ଭାଷା ସାହିତ୍ୟ ବଞ୍ଚିଛି, ହିନ୍ଦୀ ଭାଷା ସାହିତ୍ୟ ବଞ୍ଚିଛି, ଏଇ କେବଳ ପାଲା ପାଇଁ। ତେଣୁ ତାକୁ ଯେତେବେଳେ ଆପଣ ଯିବେ, ତାକୁ ଓଡ଼ିଆରେ ରୂପାନ୍ତର କରିଦେବେ। କାରଣ ସଂସ୍କୃତ ସମସ୍ତେ ବୁଝି ବି ନ ପାରନ୍ତି। ଉତ୍କଳ ବର୍ଷାଣାଂ ଭାରତ ଶ୍ରେଷ୍ଠ ଦେଶାନାଂ ଉତ୍କଳ ଶ୍ରୁତ ଉତ୍କଳସ୍ୟ ସମୁଦେଶ ଦେଶ ନାସ୍ତି ମହିତଳ। ଆମେ ଯେତେବେଳେ ନୈଷଧଟା କରିବା, ନୈଷଧଟାରେ ଯଦି 22 ସର୍ଗ ଲେଖିଲେ ଶ୍ରୀହର୍ଷ, ତାର ସାରାଂଶ ହେଉଛି ଗୋଟିଏ ଶ୍ଲୋକ। ଅବଶ୍ୟ ଭବେଶ ନବଗ୍ରହ ଗ୍ରହା ଜୟା ଦିଶା ଧାବତି ବେଦ ସସ୍ପୃହା ତୃଣେନ ବାତ୍ୟେବ ତୟାନୁଗମ୍ୟତେ ଜନସ୍ୟ ଚିତେନ ଭୃଷାବସାତ୍ମନା। ପ୍ରଥମ ସର୍ଗ 120 ନମ୍ବର ଶ୍ଲୋକରେ ସେ କହୁଛନ୍ତି ଯେ ଯାହା ଘଟିବ ସେଇଟା ସଦାସର୍ବଦା ହେଉଛି ବିଧି ନିର୍ଦ୍ଦେଶ। ବିଧିର ପ୍ରଚ୍ଛଦ ପଟରେ କୌଣସି କାମ ହୁଏନି। ନଳ ଦମୟନ୍ତୀକୁ ପାଇବା, ଦମୟନ୍ତୀ ନଳକୁ ପାଇବା, ଏଇଟା ହେଉଛି ବିଧି ନିର୍ଦ୍ଦେଶ। ଏଥିରେ କେହି କିଛି ସେଥିରେ ବ୍ୟତିକ୍ରମ କରିପାରିବେନି। ଏବଂ ଆଉ ଗୋଟେ ଜିନିଷ ହେଉଛି, ଆପଣ ସବୁବେଳେ ସେଇ ଯେଉଁ ନଳଙ୍କ ସ୍ୱୟଂବର ହେଇଥିଲା, ନଳଙ୍କ ସ୍ୱୟଂବରରେ ଆମର ଉତ୍କଳର ରାଜା ସେଠି ଯାଇକି ଉପସ୍ଥିତ ଥିଲେ। ଏଇଟା ସେ ଲେଖିଛନ୍ତି କେଉଁଥିରେ ନା 12 ସର୍ଗ 79 ନମ୍ବର ଶ୍ଲୋକରେ। ଅୟଂ ଗୁଣ ଘେର ଅନୁରଜ୍ୟ ଦୁତ୍କଳ ଭବନ ମୁଖାଲୋକର ସତ୍କଲୋଚନ
ସ୍ପୃଶନ୍ତୁ ରୂପାମୃତ ଭାବି ନନୁ ନବାପି ଦୃକ୍ତାର ତରଙ୍ଗ ଭଙ୍ଗୟ। ଦାସୀ ଯେତେବେଳେ ପରିଚିତ କରିଦେଉଛି ସେତେବେଳେ ସେ କହୁଛି ଇଏ ହେଉଛନ୍ତି ଉତ୍କଳର ମନୋରଞ୍ଜନ, ଉତ୍କଳର ଲୋକମାନଙ୍କର ଜନରଞ୍ଜନ କରୁଥିବା ରାଜା ହେଉଛନ୍ତି ଉତ୍କଳେଶ। ଇଏ ତୁମର ମୁଖକୁ ଅବଲୋକନ କରିବା ପାଇଁ ଅତି ଉତ୍କଣ୍ଠାର ସହିତ ଏ ସ୍ଥାନରେ ଉପସ୍ଥିତ ଅଛନ୍ତି ଏବଂ ଅନୁରୂପ ଭାବରେ ତମେ ଯେଉଁ ରୂପାମୃତ, ରୂପର ଅମୃତ ସାଗର ହେଉଛ ତମେ, ତମର ଆଖିର ଯେଉଁ କଟାକ୍ଷପାତ ସିଏ ବି ଯାଇକି ଉତ୍କଳେଶଙ୍କ ପାଖରେ ସ୍ପର୍ଶ କରୁଛି। ତେଣୁ ଉତ୍କଳର ପ୍ରତିଷ୍ଠାତାଟାକୁ ସବୁବେଳେ ଦେବେ। ଏବଂ କାହିଁକି ଦମୟନ୍ତୀ ନଳଙ୍କୁ କାହିଁକି ବିଭାଘର ହେଲା, ଯେ ପାଞ୍ଚ ଜଣ ଦେବତା, ଏଇ ଯେଉଁ 4 ଜଣ ଦେବତା ଥିଲେ ତାଙ୍କୁ ଛାଡ଼ିକି ନଳଙ୍କୁ କାହିଁକି ସେ ବିଭାଘର ହେବ, ସେଇଟାକୁ ପ୍ରତିପାଦନ କରିବେ। ସମସ୍ତେ ତ କାବ୍ୟ କରୁଛନ୍ତି, ସମସ୍ତେ ସବୁ କରୁଛନ୍ତି, କିଛି ଉତ୍କର୍ଷତା ତା ଭିତରେ ରହିଲେ ଦର୍ଶକମାନଙ୍କର ମନକୁ ଆକର୍ଷଣ କରିବ। ସେ ସେଠି କାହିଁକି ଦମୟନ୍ତୀ କାହିଁକି ନଳଙ୍କୁ ବିଭାଘର କରିବେ, ପତି ରୂପରେ ବରଣ କରିବା ପାଇଁ ଆଶା କରିଛନ୍ତି। ସେ କହୁଛନ୍ତି ଯେ ସ୍ୱର୍ଗେ ଶତାଂ ଶର୍ମ ପରଂ ଧର୍ମ ଭବନ୍ତି ଭୂମା ବିହତ च ତେଜ ସଖ୍ୟାମଖେନା ବିମୁଦୋ ମରାଣାଂ କଥଂ ବିହାୟ ତ୍ରୟମେକମିହେ। କହିଲେ ସ୍ୱର୍ଗରେ କେବଳ ସୁଖ ଅଛି, କିନ୍ତୁ ମର୍ତ୍ତ୍ୟରେ ସୁଖ ଅଛି, ଧର୍ମ ଅଛି ଏବଂ ଦେବତାମାନଙ୍କୁ ତୁଷ୍ଟ କରିବା ପାଇଁ ଯଜ୍ଞର ବିଧାନ ରହିଛି। ଏ ତିନିଟାକୁ ଛାଡ଼ିକି ଖାଲି ସ୍ୱର୍ଗ ସୁଖକୁ ଦେବତାମାନଙ୍କୁ ମୁଁ କାହିଁକି ବା ଇନ୍ଦ୍ରଙ୍କୁ କାହିଁକି ବରଣ କରିବି, ସେଥିପାଇଁ ସେ ଦେବତାମାନଙ୍କୁ ଛାଡ଼ି ଠିକ୍ ବରଣ କଲେ। ତେଣୁ ବିଷୟଟାକୁ ଅତି ନୂତନ ନୂତନ ଭାବଧାରାରେ ନେଇକି ଆକର୍ଷିତ କରିପାରିଲେ ପାଲାଟା ଆଦୃତ ଲାଭ କରିପାରିବ। ଟିକିଏ ପରିଶ୍ରମ ପଡ଼ିବ, ଭଗବାନ ଆପଣଙ୍କୁ ଶକ୍ତି ଦେଇଛନ୍ତି, ତାକୁ ଉପଯୋଗ କରନ୍ତୁ ଏବଂ ପାଲାକୁ ଜନାଭିମୁଖୀ କରନ୍ତୁ, ଏଇଥିରେ ବ୍ରତୀ ହୁଅନ୍ତୁ। ଏହା ମୋର ବିଶେଷ ଅନୁରୋଧ। ଉପଦେଷ୍ଟା ହିସାବରେ ଏତିକି ମୁଁ କେବଳ କହିବି ଯେ ଆମକୁ ଯେମିତି କେହି ଆଖି ଠାରିକି କହିପାରିବେନି ନାରାୟଣ ବନ୍ଦେ ପାଲା ସଂସ୍କୃତି ରକ୍ଷକ ସକଳ ଜଗଦାଧାରଂ ରସୋପୂର୍ଣ୍ଣ ରସମ୍ବୁଧେ ସତ୍ୟନାରାୟଣ ଦେବ ଘନଶ୍ୟାମଳ ସୁନ୍ଦରଂ ଶଙ୍ଖଚକ୍ର ଗଦାହସ୍ତଂ ସର୍ବକାରଣ କାରଣଂ। ହରି ଓಂ ତତ୍ସତ୍, ହରି ଓಂ ତତ୍ସତ୍, ହରି ଓಂ ତତ୍ସତ୍।